ଆଲୋଚନାକୁ ସ୍ୱାଗତ। ଆଜି ଆମେ କଥା ହେଉଛେ ଜେନେରେଟିଭ୍ ଏଆଇ ବିଷୟରେ। ମାନେ ଜେନେରେଟିଭ୍ ଏଆଇ ଏମିତି ଏକ ପ୍ରଯୁକ୍ତି ଯାହା ଆମ କାମ କରିବା ଢଙ୍ଗକୁ, ଆମର କୌଶଳକୁ ଆଉ ବୋଧହୁଏ ଆମ ଭାବନାକୁ ବି ପୂରାପୂରି ବଦଳେଇ ଦେବାକୁ ଯାଉଛି। ଦେଖନ୍ତୁ, ନଭେମ୍ବର 2022ରେ ଯେବେଠୁ ChatGPT ଆସିଲା, ସେବେଠୁ ଏ ଚର୍ଚ୍ଚା ବହୁତ ବଢ଼ିଯାଇଛି। ଆଉ ଆମେ ଆଜିର ଯେଉଁ ଉତ୍ସ ସାମଗ୍ରୀ ଅଛି, ସେ ଆଧାରରେ ଟିକେ ଗଭୀରକୁ ଯିବା। ମୂଳ କଥାଟା ହେଲା, ଜେନେରେଟିଭ୍ ଏଆଇ କ'ଣ ସତରେ ଆମ ମଣିଷଙ୍କର କୌଶଳକୁ ଏତେ ବ୍ୟାପକ ଭାବେ ଅଦରକାରୀ କରିଦେବ? ବହୁତ ଲୋକଙ୍କର ଚାକିରି ଚାଲିଯିବ, ନା ଏସବୁ ଖାଲି ଗୋଟେ ବଡ଼ ଆଶଙ୍କା? ମୋ ପକ୍ଷରୁ ମୁଁ ଯୁକ୍ତି ରଖିବି ଯେ ହଁ, ଏ ପରିବର୍ତ୍ତନ ବହୁତ ବଡ଼, ବହୁତ ଗଭୀର, ଆଉ ଏହାକୁ ଏଡ଼େଇ ଦେଇ ହେବନି, ଏହା ଅନିବାର୍ଯ୍ୟ। ଆଉ ମୋର ମତ ରହିବ ଯେ ଆପଣ ଯେଉଁ ଚିତ୍ର ଦେଖାଉଛନ୍ତି ସେଟା ବୋଧହୁଏ ପୁରା ନୁହେଁ, କିଛିଟା ଅତିରଞ୍ଜିତ ବି ଲାଗୁଛି। ମୁଁ କହିବି ଏହାର ସୀମା କ'ଣ? କିଛି ଅଲଗା ବାଟ ବି ଥାଇପାରେ, ଆଉ ମଣିଷର ଯେଉଁ ନିଜସ୍ୱ କୌଶଳ ବା ଭୂମିକା ଅଛି ତାର ଗୋଟେ ସ୍ଥାୟୀ ମୂଲ୍ୟ ଅଛି। ହୁଏତ ତାର ରୂପ ବଦଳିପାରେ, କିନ୍ତୁ ସେ ପୂରାପୂରି ଲୋପ ପାଇଯିବନି। ଠିକ୍। ତେବେ ମୁଁ ମୋ ପକ୍ଷରୁ ଆରମ୍ଭ କରୁଛି। ଦେଖନ୍ତୁ, ଏଇ ଯେଉଁ ଜେନେରେଟିଭ୍ ଏଆଇ କଥା ଆମେ କହୁଛେ, ଏଇଟା କିଛି ହଠାତ୍ ଆକାଶର ଖସିନି। ଏଇଟା ହେଲା ମଣିଷର ସେଇ ଶହ ଶହ ବର୍ଷର ଖୋଜିବା। ମାନେ ସବୁବେଳେ ଆମେ ଚେଷ୍ଟା କରି ଆସିଛୁ କେମିତି କମ୍ ପରିଶ୍ରମର ଅଧିକ ଫଳ ମିଳିବ। ସେଇ ଚକ ତିଆରି ହଉ କି କମ୍ପ୍ୟୁଟର ହଉ, ସବୁର ମୂଳ ଲକ୍ଷ୍ୟ ସେଇଆ ଥିଲା। ChatGPTର ଆସିବାଟା ଏଇ ଦୌଡ଼ରେ ଗୋଟେ ବିରାଟ ଲମ୍ବ, ବୁଝିଲେ? ଏଇଟା ଖାଲି ଗୋଟେ ଦିଟା କାମ ନୁହେଁ, ଏଇଟା ଆମର ଯେଉଁ ବୁଦ୍ଧି ଖଟେଇବା କାମ ଅଛି, ତାର ବହୁତ ଗୁଡ଼ା ଦିଗକୁ ନିଜେ ନିଜେ କରିଦେବାକୁ ସକ୍ଷମ। ମୁଁ ନିଜ ଅନୁଭୂତିର ଗୋଟେ ଉଦାହରଣ ଦଉଛି, ଯାହା ମୋ ଉତ୍ସରେ ବି ଲେଖା ଅଛି। କିଛି ବର୍ଷ ତଳେ ଆମେ ମୁଡଲ୍ ପ୍ଲାଟଫର୍ମରେ ଅନଲାଇନ୍ ପରୀକ୍ଷା ପାଇଁ ପ୍ରଶ୍ନ ଅପଲୋଡ୍ କରୁଥିଲୁ। ସେଥିରେ 6ରୁ 8 ଜଣ ଲୋକଙ୍କୁ ପୁରା 2 ଦିନରୁ ବେଶୀ, ମାନେ ପ୍ରାୟ 50 ଘଣ୍ଟାରୁ ଅଧିକ ସମୟ ଲାଗିଗଲା। ଆଉ ଏଇ କିଛି ସପ୍ତାହ ତଳେ ଠିକ୍ ସେଇ କାମ ପାଇଁ ମୁଁ ChatGPTକୁ କହିଲି, ମୋତେ 100ଟା ଅଲଗା ଅଲଗା କଷ୍ଟର ଆପ୍ଟିଚ୍ୟୁଡ୍ ପ୍ରଶ୍ନ ଦିଅ ମୁଡଲ୍ ଫର୍ମାଟ୍ରେ। ଆପଣ ଜାଣିଛନ୍ତି, ମାତ୍ର 10 ମିନିଟ୍ ଭିତରେ ସେ ମୋତେ ପୁରା ରେଡି ଫାଇଲ୍ ଦେଇଦେଲା। 10 ମିନିଟ୍? ହଁ, ତେଣୁ ଏଇଟା ଖାଲି କାମ ଶୀଘ୍ର ହେବା କଥା ନୁହେଁ, ଏହା କେତେକ ଜାଗାରେ ମଣିଷର ଆବଶ୍ୟକତାକୁ ପାଖାପାଖି ଶୂନ୍ୟ କରିଦେଉଛି। ଆଉ ଏହାର ପ୍ରଭାବ ମାନେ ବହୁତ ଦୂର ଯାଏଁ ଯିବ। ମୋର ତ ପୁରା ବିଶ୍ୱାସ, ଆଗକୁ ଯେଉଁ ପୁରା ନିଯୁକ୍ତି ଦଳ ଅଛନ୍ତି, ମାନେ ରିକ୍ରୁଟମେଣ୍ଟ ଟିମ୍ସ, ସେମାନେ କିଛି ବର୍ଷ ଭିତରେ ଅଦରକାରୀ ହେଇଯିବେ। ଆଉ 5 ବର୍ଷ ଭିତରେ ଆମେ ଯେଉଁ ଏବେ GUI ବ୍ୟବହାର କରୁଛେ, ମାନେ ଗ୍ରାଫିକାଲ ୟୁଜର ଇଣ୍ଟରଫେସ୍, ସେଇଟା ପୁରୁଣା ହେଇଯିବ। ତା ଜାଗାରେ ଭଏସ୍ ୟୁଜର ଇଣ୍ଟରଫେସ୍ VUI ମୁଖ୍ୟ ହେଇଯିବ। ଏମିତିକି ଏଆଇ ପୁରା ସିନେମା ବି ବନେଇ ଦେଇପାରିବ, କାହାଣୀ ଲେଖିବ, କାହାକୁ ନବା କଥା ସ୍ଥିର କରିବ, ସୁଟିଂ ବି କରିଦେବ, ସବୁକିଛି ମଣିଷ ବିନା। ଆଚ୍ଛା। ହଁ, ତେଣୁ ଏଇଟା ଖାଲି କିଛି କୌଶଳ କମିଯିବା କଥା ନୁହେଁ, ଏଇଟା ହେଉଛି ଆମର କୌଶଳର ଯେଉଁ ମୂଳ ଧାରଣା ଅଛି, ତା ଉପରେ ଗୋଟେ ବଡ଼ ଆକ୍ରମଣ। ଦେଖନ୍ତୁ, ଡ୍ରାଇଭିଂ, ମିସ୍ତ୍ରୀ କାମ, ପ୍ଲମ୍ବିଂ, କୋଡ଼ିଂ, ଏମିତିକି କଥାବାର୍ତ୍ତା କରି ବୁଝେଇବା, ସାମାଜିକ କୌଶଳ, ସବୁର ମୂଲ୍ୟ କମିଯିବ। ଆଉ ଏବେ ଯେଉଁ ଗୋଟେ ନୂଆ କଥା ଚାଲିଛି, ପ୍ରମ୍ପ୍ଟ ଇଞ୍ଜିନିୟରିଂ, ମାନେ ଏଆଇ ଠାରୁ ଠିକ୍ ଉତ୍ତର ପାଇବା ପାଇଁ କେମିତି ପ୍ରଶ୍ନ ପଚାରିବା ବା ନିର୍ଦ୍ଦେଶ ଦେବା, ସେଇଟା ବି ଦେଖିବେ ବହୁତ ଶୀଘ୍ର ଅଦରକାରୀ ହେଇଯିବ। କାରଣ ଏଆଇ ନିଜେ ହିଁ ଆମ କଥାକୁ ଆହୁରି ଭଲ ଭାବରେ ବୁଝିପାରିବ। ଆଉ ଏ ଯେଉଁ ଏତେ ବଡ଼ ସ୍ତରରେ ସବୁ ନିଜେ ନିଜେ ହବ, ସେଇଟା ଆମ ଭାବନାକୁ ବି ପ୍ରଭାବିତ କରିବ। ଆମ ଉତ୍ସରେ ବି ସେମିତି ଗୋଟେ ବାକ୍ୟ ଅଛି, ହାଇଟ୍ ଅଫ୍ ଅଟୋମେସନ୍ will be the end of emotion। ହଁ, ଦେଖନ୍ତୁ, ଆପଣ ଯେଉଁ ମୁଡେଲ୍ ଉଦାହରଣ ଦେଲେ, ସେଥିରେ ଏଆଇର ଦକ୍ଷତା ତ ସ୍ପଷ୍ଟ ଦେଖାଯାଉଛି, ସେଥିରେ କିଛି ଦ୍ୱିମତ ନାହିଁ। କିନ୍ତୁ ସେଇ ଦକ୍ଷତାକୁ ଆଧାର କରି ଆପଣ ଯେଉଁ ସିଦ୍ଧାନ୍ତରେ ପହଞ୍ଚି ଯାଉଛନ୍ତି, ଯେମିତିକି ସବୁ କୌଶଳ ମୂଲ୍ୟହୀନ ହେଇଯିବ, ବହୁତ ଚାକିରି ଚାଲିଯିବ, ଏପରିକି ଆମ ଭାବନା ହିଁ ଶେଷ ହେଇଯିବ, ସେହି କଥାଗୁଡ଼ିକ ମୋତେ ଟିକେ, କେମିତି କହିବି, ସରଳୀକୃତ ମନେ ହେଉଛି। ଆପଣ ଗୋଟେ ଲମ୍ବା ତାଲିକା ଦେଲେ କୌଶଳର, କୋଡ଼ିଂ, ବୁଝାମଣା, ସାମାଜିକ କୌଶଳ। ଆଚ୍ଛା, ଏଗୁଡ଼ିକର ଯେଉଁ ସୂକ୍ଷ୍ମ ଦିଗ ଅଛି, ସେ ବିଷୟରେ କ'ଣ ଭାବୁଛନ୍ତି? ଯେମିତି ଜଣେ ସଫ୍ଟୱେର୍ ଆର୍କିଟେକ୍ଟ ଯିଏ ଗୋଟେ ବହୁତ ଜଟିଳ ସିଷ୍ଟମ୍ ଡିଜାଇନ୍ କରୁଛି, କିମ୍ବା ଜଣେ କୂଟନୀତିଜ୍ଞ ଯିଏ ବହୁତ ସମ୍ବେଦନଶୀଳ ଆଲୋଚନା କରୁଛି, କିମ୍ବା ଜଣେ ଶିକ୍ଷକ ଯିଏ ପିଲାର ମନ ବୁଝି ତାକୁ ପଢ଼ଉଛି, ଏସବୁ କାମ କ'ଣ ଏଆଇ ପୂରାପୂରି କରିପାରିବ? ମୋତେ ଲାଗୁନି।
ମୋତେ ଲାଗୁଛି ଏଆଇ ଗୋଟେ ବହୁତ ଶକ୍ତିଶାଳୀ ସହାୟକାରୀ ହେଇପାରେ, କିନ୍ତୁ ମଣିଷର ଯୋଉ ନିଜସ୍ୱ ବିଚାର ଅଛି, ସୃଜନଶୀଳତା ଅଛି, ସମ୍ବେଦନଶୀଳତା ଅଛି, ତାକୁ ପୂରାପୂରି ବଦଳେଇ ଦେଇ ପାରିବନି। ଆଉ ଆପଣ ଯୋଉ ଭବିଷ୍ୟବାଣୀ କଲେ 5 ବର୍ଷରେ GUI ଶେଷ, VUI ହିଁ ଚାଲିବ, ପ୍ରମ୍ପ୍ଟ ଇଞ୍ଜିନିୟରିଂ ଶୀଘ୍ର ମରିଯିବ, ଏଗୁଡ଼ିକ ବୈଷୟିକ ଦୃଷ୍ଟିରୁ ଟିକେ ବେଶୀ ଆଶାବାଦୀ ଲାଗୁଛି। ଦେଖନ୍ତୁ, VUI ପାଇଁ ଯୋଉ ସ୍ତରର ନ୍ୟାଚୁରାଲ ଲାଙ୍ଗୁଏଜ ଅଣ୍ଡରଷ୍ଟାଣ୍ଡିଂ ଦରକାର, ମାନେ ଆମ କଥାକୁ ସଠିକ୍ ଭାବେ ବୁଝିବା, ବିଶେଷ କରି ଯେତେବେଳେ କାମଟା ଜଟିଳ ଥିବ କିମ୍ବା ଆମେ ଠିକ୍ ଭାବେ କହିପାରୁନଥିବା, ଆଉ ସବୁ ପ୍ରକାର ଲୋକଙ୍କର ଅଲଗା ଅଲଗା ଆବଶ୍ୟକତା ପୂରଣ କରିବା, ଏସବୁ 5 ବର୍ଷରେ ହେଇଯିବ, ସେଟା କେତେ ସମ୍ଭବ? ଆଉ ପ୍ରମ୍ପ୍ଟ ଇଞ୍ଜିନିୟରିଂ, ହଁ, ହୁଏତ ତାର ରୂପ ବଦଳିଯିବ, କିନ୍ତୁ ଏଆଇ ସାଙ୍ଗରେ ଠିକ୍ ଭାବେ କଥା ହେଇ ନିଜ କାମ ଆଦାୟ କରିବାର କଳା, ସେଠା କ'ଣ ପୂରାପୂରି ଅଦରକାରୀ ହେଇଯିବ? ମୋତେ ସେମିତି ଲାଗୁନି। ଆଉ ଗୋଟେ କଥା, ଆମ ଉତ୍ସରେ ଯୋଉ ନୂଆ ବର୍ଷ ଶୁଭେଚ୍ଛା ବାର୍ତ୍ତା ପ୍ରକଳ୍ପ କଥା ଲେଖା ଅଛି, ଯୋଉଟା ପରେ ବନ୍ଦ ହେଇଗଲା, ସେଇଟା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଲୋକମାନେ ଜାଣିଲେ ଯେ ଏଇଟା ଏଆଇ ତିଆରି କରିଛି, ମାନେ ସ୍ୱୟଂଚାଳିତ, ସେତେବେଳେ ତାର ମୂଲ୍ୟ କମିଗଲା। ଏଇଟା କ'ଣ ଦେଖଉନି ଯେ ମଣିଷର ନିଜ ହାତର କାମ, ତାର ଆନ୍ତରିକତା, ତାର ଗୋଟେ ଅଲଗା ସ୍ଥାନ ଅଛି, ଯାହାକୁ ଏ ମେସିନ୍ ପୂରଣ କରିପାରିବ ନାହିଁ? ଆଉ ଶେଷରେ ଇତିହାସକୁ ଦେଖିଲେ, ଯେତେବେଳେ ବି ନୂଆ ଟେକ୍ନୋଲୋଜି ଆସିଛି, ସେ କିଛି ପୁରୁଣା କାମକୁ ହଟେଇଛି ସତ, କିନ୍ତୁ ନୂଆ କାମ, ନୂଆ କୌଶଳ ବି ତିଆରି କରିଛି। ଏଆଇ କ୍ଷେତ୍ରରେ ବି ସେମିତି କାହିଁକି ନହବ? ଆପଣ ମାନବୀୟ ବିଚାର, ସୃଜନଶୀଳତା କଥା କହୁଛନ୍ତି। ହଁ, ତାର ଗୁରୁତ୍ୱ ମୁଁ ବୁଝୁଛି, କିନ୍ତୁ କେତେ ଚାକିରି ଯିବ ଆଉ କେତେ ଶୀଘ୍ର ଯିବ, ସେ କଥାଟାକୁ ଆମେ ଏତେ ହାଲକା ଭାବେ ନେବା ଉଚିତ ନୁହେଁ। ସେଇ ମୁଡୁଲ ଉଦାହରଣକୁ ପୁଣି ଥରେ ଦେଖନ୍ତୁ। 50 ଘଣ୍ଟାର କାମ 10 ମିନିଟରେ। ଏଇଟା ତ ଖାଲି ଜଣେ 2 ଜଣଙ୍କ କାମକୁ ପ୍ରଭାବିତ କରୁନି, ଏଟା ପୁରା ପ୍ରୋସେସକୁ ବଦଳେଇ ଦେଉଛି। ଆପଣ ନିଯୁକ୍ତି ଦଳ କଥା କହିଲେ। ଦେଖନ୍ତୁ, ଆପ୍ଲିକେସନ୍ ଫର୍ମ ଯାଞ୍ଚ କରିବା, କ୍ୟାଣ୍ଡିଡେଟ୍ ସର୍ଟଲିଷ୍ଟ କରିବା, ଇଣ୍ଟରଭ୍ୟୁ ସ୍କେଡ୍ୟୁଲ କରିବା, ଏମିତିକି ପ୍ରଥମ ପର୍ଯ୍ୟାୟର ଇଣ୍ଟରଭ୍ୟୁ ନେବା, ଏସବୁ କାମ ଏଆଇ ଆଜିକାଲି ବି ଅନେକ ମାତ୍ରାରେ କରିପାରୁଛି। ଆଉ ବହୁତ ଶୀଘ୍ର ଏଥିରେ ଆହୁରି ଉନ୍ନତି ଆସିବ। ତାହେଲେ ମଣିଷ ପାଇଁ କୋଉ କାମ ବାକି ରହିଲା? ହଉ, ମାନିଲି ଶେଷ ନିଷ୍ପତ୍ତିଟା ହୁଏ ତ ମଣିଷ ନେବ, କିନ୍ତୁ ଗୋଟେ ପୁରା ବିଭାଗର ଆବଶ୍ୟକତା ତ ବହୁତ କମିଯିବ ନା। ଆଉ ଏଇଟା ଖାଲି ଗୋଟେ କ୍ଷେତ୍ରର କଥା ନୁହେଁ। ଆମର ଯେତେ ସବୁ ନଲେଜ ୱାର୍କ ଅଛି, ମାନେ ବୁଦ୍ଧି ଖଟେଇ କରିବା କାମ, ସେଥିର ଅନେକ କ୍ଷେତ୍ରରେ ଏଭଳି ବ୍ୟାପକ ପରିବର୍ତ୍ତନ ଆସିବାକୁ ଯାଉଛି। ଆଉ ଏଇଟା ଆମେ ଯେତେ ଭାବୁଛେ ତାଠୁ ବହୁତ ଶୀଘ୍ର ଘଟିବ। ଏଇଟା ଧୀରେ ଧୀରେ ହେଉଥିବା ପରିବର୍ତ୍ତନ ନୁହେଁ, ଏଟା ଗୋଟେ ଭୂକମ୍ପ ଭଳି। ହଁ, ଏକଥା ସତ ଯେ କାମ କରିବାର କ୍ଷମତା ବଢ଼ିବ ଆଉ ବହୁତ କାମ ବି ସ୍ୱୟଂଚାଳିତ ହେବ, କିନ୍ତୁ ବ୍ୟାପକ ବିସ୍ଥାପନ କିମ୍ବା ପୁରା ବିଭାଗ ଅଦରକାରୀ, ଏମିତି କଥା ମୋତେ ଟିକେ ଚରମ ସିଦ୍ଧାନ୍ତ ପରି ଲାଗୁଛି। ସେଇ ନିଯୁକ୍ତି ଉଦାହରଣକୁ ହିଁ ନିଅନ୍ତୁ। ଆପଣ କହିଲେ ଏଆଇ ସ୍କ୍ରିନିଂ କରିବ, ସାକ୍ଷାତକାର ସମୟ ଠିକ୍ କରିବ, ହଉ ମାନିଲି, କିନ୍ତୁ ଜଣେ ପ୍ରାର୍ଥୀ ସେ କମ୍ପାନୀର ଯୋଉ କାର୍ଯ୍ୟ ସଂସ୍କୃତି ଅଛି, ତା ସାଙ୍ଗରେ କେତେ ଖାପ ଖାଇବ? ତା ଭିତରେ ନେତୃତ୍ୱ ନେବାର କ୍ଷମତା କେତେ ଅଛି? ଯଦି କିଛି ଜଟିଳ ବା ଅପ୍ରତ୍ୟାଶିତ ପରିସ୍ଥିତି ଆସେ, ସେ କେମିତି ସମ୍ଭାଳିବ? ଏଇ ଯୋଉ ସୂକ୍ଷ୍ମ ମାନବୀୟ ଗୁଣ ଅଛି, ସେଗୁଡ଼ିକୁ ମାପେବା ଏଆଇ ପାଇଁ ଏବେ ବି ଗୋଟେ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ଅଭିଜ୍ଞ HR ମ୍ୟାନେଜରଙ୍କର ଦରକାର ତ ପଡ଼ିବ। ବରଂ ଏମିତି ହେଇପାରେ ଯେ ସେମାନଙ୍କର କାମର ଧରଣ ବଦଳିଯିବ। ହୁଏତ ସେମାନେ ଏଆଇ ଯୋଉ ତଥ୍ୟ ଦେବ ତାକୁ ବିଶ୍ଳେଷଣ କରିବେ, କିମ୍ବା କମ୍ପାନୀ ପାଇଁ ଅଧିକ ରଣନୈତିକ କାମ କରିବେ, କିମ୍ବା କର୍ମଚାରୀମାନଙ୍କର ବିକାଶ ଉପରେ ବେଶୀ ଧ୍ୟାନ ଦେବେ। ଏହା ସାଙ୍ଗକୁ ଯେମିତି ଯେମିତି ଏଆଇର ବ୍ୟବହାର ବଢ଼ିବ, କିଛି ନୂଆ ଭୂମିକା ବି ତ ସୃଷ୍ଟି ହେବ। ଯେମିତି ଏଆଇ ସିଷ୍ଟମକୁ ଚଲେଇବା, ଏଆଇ ମଡେଲଗୁଡ଼ିକ କେତେ ନୈତିକ ଆଉ ନିରପେକ୍ଷ, ସେଇଟା ଯାଞ୍ଚ କରିବା, କିମ୍ବା ଏଆଇ ଆଉ ମଣିଷ ଭିତରେ କେମିତି ଭଲରେ କାମ ହେବ, ସେ ବ୍ୟବସ୍ଥା କରିବା। ତେଣୁ ଖାଲି ଚାକିରି ଯିବାର ଚିତ୍ର ଦେଖିବା ବଦଳରେ କାମର ଯୋଉ ପୁନର୍ଗଠନ ହେବ ଆଉ ନୂଆ ସୁଯୋଗ ଆସିବ, ସେ ସମ୍ଭାବନାକୁ ବି ତ ଦେଖିବା ଦରକାର। ଆପଣ କହୁଛନ୍ତି କୌଶଳ ରୂପାନ୍ତର ହେବ, କିନ୍ତୁ ମୁଁ ଏହାକୁ କୌଶଳର ଅବମୂଲ୍ୟାୟନ କିମ୍ବା ସିଧାସଳଖ ଅପ୍ରଚଳନ ବୋଲି ଦେଖୁଛି। ଆମ ଉତ୍ସରେ ଯୋଉ ତାଲିକା ଦିଆହେଇଛି, ଅଟୋମେଟେଡ୍ କାର୍ ଆସିଲେ ଡ୍ରାଇଭିଂ, 3D ପ୍ରିଣ୍ଟିଂ ଆସିଲେ ମିସ୍ତ୍ରୀ କାମ, ଏଆଇ ଆସିଲେ କୋଡିଂ, ଅନଲାଇନ୍ ସପିଂ ପାଇଁ ବୁଝାମଣା କୌଶଳ, ସୋସିଆଲ ମିଡିଆ ପାଇଁ ସାମାଜିକ କୌଶଳ, ଏଗୁଡ଼ିକ କ'ଣ ସତରେ ଖାଲି ହୂପ ବଦଳେଇବ, ନା ଧୀରେ ଧୀରେ ଲୋପ ପାଇଯିବ? ଭାବନ୍ତୁ ତ, ଯେତେବେଳେ ଏଆଇ ନିଜେ କୋଡ୍ ଲେଖିପାରିବ, ସେତେବେଳେ ମୌଳିକ କୋଡିଂ ଶିଖିବାର ଆଉ କ'ଣ ଆବଶ୍ୟକତା ରହିବ?
ହଁ ହୁଏତ ବହୁତ ଉଚ୍ଚସ୍ତରୀୟ ଆର୍କିଟେକ୍ଚରାଲ କାମ ରହିବ, କିନ୍ତୁ ଯେଉଁ ବହୁତ ସଂଖ୍ୟାରେ କୋଡର ଅଛନ୍ତି ସେମାନଙ୍କ ପାଇଁ କାମ ତ ନିଶ୍ଚୟ କମିଯିବ। ଆଉ ସେ ପ୍ରମ୍ପ୍ଟ ଇଞ୍ଜିନିୟରିଂ କଥା, ଏଇଟା ମୋତେ ଲାଗୁଛି ଯେମିତି 2000 ମସିହା ଆଡ଼କୁ ଗୁଗୁଲରେ ଠିକ୍ ଭାବେ ସର୍ଚ୍ଚ କରିବା ପାଇଁ ବି ଗୋଟେ ସ୍ୱତନ୍ତ୍ର କୌଶଳ ଦରକାର ପଡ଼ୁଥିଲା। ବହୁତ ଶୀଘ୍ର ଏଆଇ ଏତେ ଉନ୍ନତ ହେଇଯିବ ଯେ ଆମେ ଖାଲି ସାଧାରଣ ଭାଷାରେ କହିଲେ ବି ସେ ବୁଝିଯିବ। ତା ପାଇଁ ଆଉ ସ୍ୱତନ୍ତ୍ର କୌଶଳ ଦରକାର ପଡ଼ିବନି। ଆଉ ହଁ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଆସିଲେ ତ ଏ ପ୍ରକ୍ରିୟା ଆହୁରି ଜୋରରେ ହେବ, ସେଥିରେ ସନ୍ଦେହ ନାହିଁ। ଏହାର ଅନ୍ୟ ଦିଗଟି ବି ଅଛି। ଯେତେବେଳେ ଗୋଟେ ସ୍ତରର କାମ ସହଜ ହେଇଯାଏ ବା ନିଜେ ନିଜେ ହେଇଯାଏ, ସେତେବେଳେ ମଣିଷ ତାଠୁ ଆହୁରି ଜଟିଳ ଆଉ ଆହୁରି ସୃଜନଶୀଳ କାମ କରିବାକୁ ସୁଯୋଗ ପାଏ। ଯଦି ମୌଳିକ କୋଡିଂ ଏଆଇ କରିଦେଲା, ତାହେଲେ ମଣିଷ କୋଡରର ହୁଏତ ଏଆଇ ଲେଖିଥିବା କୋଡକୁ ଆହୁରି ଭଲ କରିବା, ତାର ସୁରକ୍ଷା ଯାଞ୍ଚ କରିବା କିମ୍ବା ୟୁଜର ଏକ୍ସପିରିଏନ୍ସକୁ କେମିତି ଉନ୍ନତ କରାଯିବ, ସେଭଳି କାମରେ ବେଶୀ ସମୟ ଦେଇପାରିବ। ଏଇଟା କୌଶଳର ବିଲୋପ ନୁହେଁ, ଏଇଟା ହେଲା କୌଶଳର ଉନ୍ନତିକରଣ। ସେମିତି ସାମାଜିକ କୌଶଳ ହୁଏତ ଅନଲାଇନ ଦୁନିଆରେ ଟିକେ ବଦଳିପାରେ, କିନ୍ତୁ ଜଟିଳ ମଣିଷ ସମ୍ପର୍କ ଗଢ଼ିବା, ବିଶ୍ୱାସ ସ୍ଥାପନ କରିବା, ଯୋଉଠି ଲୋକଙ୍କର ମତ ମିଶୁନି ସେଠି ସମସ୍ତଙ୍କୁ ଏକାଠି ଆଣିବା, ଏଇ ଦକ୍ଷତାଗୁଡ଼ିକର ମୂଲ୍ୟ ହୁଏତ ଆହୁରି ବଢ଼ିଯିବ, କାରଣ ଏଗୁଡ଼ାକ ଏଆଇ ପାଇଁ ସହଜ ନୁହେଁ। ଆଉ ପ୍ରମ୍ପ୍ଟ ଇଞ୍ଜିନିୟରିଂ କଥା ଯାହା କହିଲେ, ହଁ, ତାର ବର୍ତ୍ତମାନ ରୂପ ବଦଳିଯିବ, ସେ କଥା ମୁଁ ମାନୁଛି, କିନ୍ତୁ ଏଆଇ ସାଙ୍ଗରେ ସ୍ପଷ୍ଟ ଭାବରେ ପ୍ରଭାବଶାଳୀ ଭାବରେ ଯୋଗାଯୋଗ କରିବାର କୌଣସି ନା କୌଣସି କୌଶଳ ତ ନିଶ୍ଚୟ ଦରକାର ପଡ଼ିବ। ଆମେ ତାକୁ ଆଜି ପ୍ରମ୍ପ୍ଟ ଇଞ୍ଜିନିୟରିଂ କହୁଛେ, କାଲି ହୁଏତ ଆଉ କିଛି ନାଁ ଦେବା। ଆଉ ସେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ କଥା ଯାହା ଉଠିଲା, ହଁ, ସେଥିରେ ବହୁତ ସମ୍ଭାବନା ଅଛି, କିନ୍ତୁ ତାର ପ୍ରକୃତ ପ୍ରଭାବ କେବେ ପଡ଼ିବ ଆଉ କେତେ ବ୍ୟାପକ ହେବ, ସେଟା ଏବେ ବି ପୁରା ଅନିଶ୍ଚିତ। ଠିକ୍ ଅଛି, ତାହେଲେ ଆସନ୍ତୁ ସେଇ ମାନବୀୟ ଦିଗକୁ, ବିଶେଷ କରି ଭାବନା କଥାକୁ। ମୋର ଆଶଙ୍କା ହେଉଛି କ'ଣ, ଯେତେବେଳେ ଭିୟୁଆଇ ଆମ କଥାବାର୍ତ୍ତାକୁ ଏତେ ସହଜ କରିଦେବ, ଯେତେବେଳେ ଏଆଇ ତିଆରି ସିନେମା ଆମେ ଦେଖିବା, ଯେତେବେଳେ ଆମର ପର୍ସନାଲ ମେସେଜ ବି ଏଆଇ ଲେଖିଦେବ, ସେତେବେଳେ ସେ ମଣିଷର ଯେଉଁ ଛୁଆଁ ଅଛି ତାର ଅଭାବ ଲାଗିବ। ଏଇଟା ଖାଲି କାମ ସହଜ ହେବା କଥା ନୁହେଁ, ଏଇଟା ଆମର ପରସ୍ପର ସହ ସମ୍ପର୍କକୁ, ଆମ ଭାବନାକୁ ପ୍ରଭାବିତ କରିବ। ସେଇ ଉତ୍ସର ବାକ୍ୟଟା ପୁଣି ମନେ ପକାନ୍ତୁ, ହାଇଟ୍ ଅଫ୍ ଅଟୋମେସନ୍ ୱିଲ୍ ବି ଦି ଏଣ୍ଡ ଅଫ୍ ଇମୋସନ୍। ଯେତେବେଳେ ସବୁ ଜିନିଷ ଏତେ ସହଜରେ ମିଳିଯିବ, ଚେଷ୍ଟା କରିବାର ମୂଲ୍ୟ କମିଯିବ, ଆଉ ବୋଧହୁଏ ଆମେ ଧୀରେ ଧୀରେ ଅଧିକ ନିରୁତ୍ସାହିତ, ଉଦାସୀନ ହେଇଯିବା। ସେଇ ଯେଉଁ ନୂଆ ବର୍ଷର ଶୁଭେଚ୍ଛା ବାର୍ତ୍ତା କଥା ଆମେ କହୁଥିଲେ, ଯେତେବେଳେ ଲୋକେ ଜାଣିଲେ ସେଟା ଏଆଇ ଲେଖିଛି, ତାର ମୂଲ୍ୟ କମିଗଲା। ଏଇଟା କ'ଣ ସେଇ ଦିଗକୁ ଇଙ୍ଗିତ କରୁଁ? ମୁଁ ଏହାକୁ ପୁରା ଅଲଗା ଦୃଷ୍ଟିରେ ଦେଖୁଛି। ସେଇ ଶୁଭେଚ୍ଛା ବାର୍ତ୍ତା ଉଦାହରଣଟା ମୋ ମତରେ ଭାବନାର ଶେଷ ନୁହେଁ, ବରଂ ମଣିଷର ଯେଉଁ ଆନ୍ତରିକତା ଅଛି, ଯେଉଁ ପ୍ରକୃତ ଚେଷ୍ଟା ଅଛି, ତାର ସ୍ଥାୟୀ ମୂଲ୍ୟକୁ ହିଁ ଦେଖାଉଛି। ଲୋକମାନେ କୃତ୍ରିମ ଭାବେ ସମ୍ପୂର୍ଣ୍ଣ ଜିନିଷ ଅପେକ୍ଷା ପ୍ରକୃତ, ହୁଏତ ଟିକେ ତ୍ରୁଟି ଥିବା ମାନବୀୟ ସ୍ପର୍ଶକୁ ବେଶୀ ଗୁରୁତ୍ୱ ଦିଅନ୍ତି। ଦେଖନ୍ତୁ, ଏଆଇ ହୁଏତ ସୂଚନା ଦେଇପାରିବ, ବିଶ୍ଳେଷଣ କରିପାରିବ, ଏମିତିକି ଭାବନାକୁ ନକଲ କରିବାକୁ ଚେଷ୍ଟା ବି କରିପାରିବ, କିନ୍ତୁ ପ୍ରକୃତ ସହାନୁଭୂତି ଦେଖେଇବା, ଗଭୀର ଭାବେ କିଛି ନୂଆ ସୃଷ୍ଟି କରିବା, ନୈତିକ ଦ୍ୱନ୍ଦ୍ୱ ଆସିଲେ ଠିକ୍ ନିଷ୍ପତ୍ତି ନେବା, ଜଟିଳ ମଣିଷ ସମ୍ପର୍କକୁ ବୁଝିବା, ଏସବୁ କ୍ଷେତ୍ରରେ ମଣିଷର ଯେଉଁ ବିଚାର ଶକ୍ତି ଅଛି, ତାର ସ୍ଥାନ ସବୁବେଳେ ରହିବ ବୋଲି ମୋର ବିଶ୍ୱାସ। ହଁ, ହୁଏତ ଆମକୁ ଭାବନାକୁ ନୂଆ ଉପାୟରେ ପ୍ରକାଶ କରିବାକୁ ପଡ଼ିବ, କିନ୍ତୁ ଏହି ସ୍ୱୟଂଚାନନ ଆମ ଭାବନାକୁ ଶେଷ କରିଦେବ, ଏକଥା ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ। ବରଂ ଯେଉଁ କାମଗୁଡ଼ିକରେ ଏଇ ଭାବନାତ୍ମକ ବୁଝାମଣା ଆଉ ସମ୍ପର୍କ ବେଶୀ ଜରୁରୀ, ସେଗୁଡ଼ିକର ମୂଲ୍ୟ ଆଗକୁ ଆହୁରି ବଢ଼ିପାରେ। ଯଦି ସେମିତି ହୁଏ, ତାହେଲେ ଆଗକୁ ବାଟ କ'ଣ? ମାନେ ଆମେ କରିବା କ'ଣ? ଆମ ଉତ୍ସରେ କିଛି ସମ୍ଭାବ୍ୟ ଦିଗ ବିଷୟରେ କୁହାଯାଇଛି। ଗୋଟେ ହେଲା, କୌଣସି ଗୋଟେ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଧରି ତାକୁ ପୂରାପୂରି ଏଆଇ ସକ୍ଷମ କରିଦେବା, ଯାହାଫଳରେ ତାକୁ ଚଳେଇବାର ଖର୍ଚ୍ଚ ବହୁତ କମିଯିବ, ଯେମିତିକି ଏଆଇ ସେଲ୍ସ ଏଜେଣ୍ଟ ବା ଏଆଇ କଷ୍ଟମର ସର୍ଭିସ ଏଜେଣ୍ଟ। ଆଉ ଗୋଟେ ଦିଗ ହେଲା, ଯେଉଁ ସଷ୍ଟେନେବଲ୍ ଡେଭେଲପମେଣ୍ଟ ବା ସ୍ଥାୟୀ ବିକାଶ କଥା କୁହାଯାଉଛି, ସେ ଲକ୍ଷ୍ୟ ପାଇଁ ଏଆଇକୁ ବ୍ୟବହାର କରିବା। ଉଦାହରଣ ଦେଇଛି, ଏଆଇ ଚାଳିତ ସୂକ୍ଷ୍ମ ଜଳସେଚନ। ସେ ମାଟିକୁ ଦେଖି ପାଣି ଦବନି, ସେ ଗଛର ପ୍ରକୃତ ଆବଶ୍ୟକତା କ'ଣ ସେଇଟା ଦେଖି ପାଣି ଦବ। କିମ୍ବା ଗୋଟେ ମୋବାଇଲ ଆପ୍ ଯାହା କୋଉଠି କିଛି ଜରୁରୀକାଳୀନ ପରିସ୍ଥିତି ହେଲେ ତାର ଫଟୋ ନେଇ
ତୁରନ୍ତ ସବୁ ସମ୍ପୃକ୍ତ ବିଭାଗକୁ ପୋଲିସ, ଦମକଳ, ଆମ୍ବୁଲାନ୍ସ ସମସ୍ତଙ୍କୁ ଜଣେଇଦେବ ଆଉ ସେମାନଙ୍କ ଭିତରେ ସମନ୍ୱୟ ବି ରଖିବ। ମୋ ବିଚାରରେ ବିଶେଷ କରି ଆମ ଭାରତ ଭଳି ଦେଶ ପାଇଁ ଯୋଉଠି ସମ୍ବଳର ଅଭାବ ଅଛି ସେଠି ସମ୍ବଳର ସବୁଠୁ ଭଲ ବ୍ୟବହାର ପାଇଁ ଏଇଟା ହିଁ ବୋଧେ ଭଲ ବାଟ। ଏ ଯୋଉ ପ୍ରସ୍ତାବଗୁଡ଼ିକ ଆପଣ କହିଲେ ସେଗୁଡ଼ାକ ଶୁଣିବାକୁ ନିଶ୍ଚୟ ଭଲ ଲାଗୁଛି ଆଉ ସେଠିରେ ବହୁତ ସମ୍ଭାବନା ବି ଅଛି। ଏଆଇ ଚାଳିତ ଜଳସେଚନ ହଉ କି ଜରୁରୀକାଳୀନ ସେବା ସମନ୍ୱୟ ଏଗୁଡ଼ାକ ନିଶ୍ଚୟ ଉପକାରୀ ହେଇପାରେ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ଏ କାମଟା କ'ଣ ସତରେ ଏତେ ସହଜ? ଉଦାହରଣ ପାଇଁ ସେହି ଏଆଇ ଚାଳିତ ଜଳସେଚନ ବ୍ୟବସ୍ଥା, ତାକୁ ଯୋଉ ତଥ୍ୟ ଦେଇ ଟ୍ରେନିଂ ଦିଆଯିବ ସେ ତଥ୍ୟ ଯଦି ମୁଖ୍ୟତଃ ବଡ଼ ବଡ଼ ଚାଷୀଙ୍କ ଜମିରୁ ଆସିଥିବ, ତାହେଲେ ସେଇଟା ଆମର ଯୋଉ ଛୋଟ ଆଉ ମଧ୍ୟମ ଚାଷୀ ଅଛନ୍ତି ଯାହାଙ୍କ ପରିସ୍ଥିତି ଅଲଗା, ତାଙ୍କ ପାଇଁ କେତେ କାମ ଦେବ? ସେଥିରେ ଡାଟା ବାୟାସ୍ ରହିବାର ଆଶଙ୍କା ନାହିଁ କି? ସେମିତି ସେଇ ଜରୁରୀକାଳୀନ ସେବା ସମନ୍ୱୟ ଆପ୍, ସେଥିପାଇଁ ବିଭିନ୍ନ ସରକାରୀ ବିଭାଗ ଭିତରେ ଯୋଉ ସ୍ତରର ତଥ୍ୟ ଆଦାନ ପ୍ରଦାନ ଆଉ ବୈଷୟିକ ମେଳ ଦରକାର, ସେଇଟା କ'ଣ ବାସ୍ତବରେ ସମ୍ଭବ? ଦେଖନ୍ତୁ, ଏଗୁଡ଼ାକ ଖାଲି ଟେକ୍ନୋଲୋଜିର ଚ୍ୟାଲେଞ୍ଜ ନୁହେଁ, ଏହା ସହିତ ନୀତିଗତ, ପ୍ରଶାସନିକ ଆଉ ନୈତିକ ପ୍ରଶ୍ନ ବି ଜଡ଼ିତ ଅଛି। ଥାନେ ଏଆଇ ଆଧାରିତ ସମାଧାନକୁ ଏକମାତ୍ର ବାଟ ବୋଲି ଭାବିବା ବଦଳରେ ଏହାର ବ୍ୟାପକ ପ୍ରଭାବ କ'ଣ ହେବ, କି ଅସୁବିଧା ହେଇପାରେ, ଆଉ ସବୁଠୁ ବଡ଼ କଥା, ମଣିଷମାନଙ୍କୁ ଏ ପରିବର୍ତ୍ତନ ପାଇଁ କେମିତି ପ୍ରସ୍ତୁତ କରାଯିବ, ଯେମିତିକି ତାଙ୍କୁ ନୂଆ କୌଶଳ ଶିଖେଇବା ବା ରିସ୍କିଲିଂ କରିବା, ଏସବୁ ଉପରେ ବି ସମାନ ଗୁରୁତ୍ୱ ଦେବା ଦରକାର। ତେବେ ଏହି ଆଲୋଚନାର ଶେଷରେ ମୋର ମୁଖ୍ୟ କଥା ହେଲା, ଜେନେରେଟିଭ୍ ଏଆଇ ଗୋଟେ ମୌଳିକ ପରିବର୍ତ୍ତନକାରୀ ଶକ୍ତି, ଏଥିରେ ସନ୍ଦେହ ନାହିଁ। ଏହା ବହୁତଗୁଡ଼େ କୌଶଳ ଆଉ ଚାକିରିକୁ ବହୁତ ଶୀଘ୍ର ଅପ୍ରାସଙ୍ଗିକ କରିଦେବ, ଆଉ ଆମକୁ ଏହି ବାସ୍ତବତାକୁ ସାମ୍ନା କରିବାକୁ ହିଁ ପଡ଼ିବ। ଏହାର ଯୋଉ ସମ୍ଭାବନା ଅଛି ତାକୁ ଚିହ୍ନି, ତାକୁ ଆପଣେଇ ଆମ ସମ୍ବଳର ଠିକ୍ ବ୍ୟବହାର କରିବା, ସେଇଟା ହିଁ ଆଗକୁ ବଢ଼ିବାର ବାଟ। ଆଉ ମୋ ପକ୍ଷରୁ ସାରାଂଶ ହେଉଛି, ହଁ, ଏଆଇର ଶକ୍ତିକୁ ଆମେ ନିଶ୍ଚୟ ସ୍ୱୀକାର କରିବା, କିନ୍ତୁ ତା ସହିତ ତାର ସୀମା କ'ଣ ସେଟା ବି ବୁଝିବା ଦରକାର। ସବୁ କୌଶଳ ପୂରାପୂରି ଲୋପ ପାଇଯିବ କିମ୍ବା ବହୁତ ବଡ଼ ସଂଖ୍ୟାରେ ଚାକିରି ଚାଲିଯିବ, ଏ ଯୋଉ ଭୟ ଅଛି ସେଇଟା ହয়তো ଟିକେ ଅଧିକ। କୌଶଳର ରୂପ ବଦଳିବ, ନୂଆ ସୁଯୋଗ ବି ସୃଷ୍ଟି ହେବ, ଆଉ ମଣିଷର ଯୋଉ ନିଜସ୍ୱ ବିଚାର, ସୃଜନଶୀଳତା ଆଉ ଭାବନା ଅଛି ତାର ମୂଲ୍ୟ ସବୁବେଳେ ରହିବ। ଆମକୁ ଶିଖିବାକୁ ହେବ ଯେ ଏଆଇକୁ କେମିତି ଗୋଟେ ସାହାଯ୍ୟକାରୀ ଭାବେ ବ୍ୟବହାର କରିବା, ଆଉ ତା ସହିତ ଏହାର ନୈତିକ ଓ ସାମାଜିକ ଦିଗ ପ୍ରତି ବି ସଜାଗ ରହିବାକୁ ପଡ଼ିବ। ତେବେ ଏକଥା ସ୍ପଷ୍ଟ ଯେ ଏ ପ୍ରଯୁକ୍ତିର ପ୍ରଭାବ କେତେ ଶୀଘ୍ର ଆଉ କେତେ ବ୍ୟାପକ ହେବ ଏବଂ ମାନବୀୟ ଦିଗର ଭବିଷ୍ୟତ କ'ଣ ହେବ, ସେ ବିଷୟରେ ଆମ ଦୁହିଁଙ୍କର ମତ ଅଲଗା ଅଲଗା ରହିଛି। ହଁ, ଅଲଗା ମତ ତ ଅଛି, କିନ୍ତୁ ଏକଥା ବି ସତ୍ୟ ଯେ ଜେନେରେଟିଭ୍ ଏଆଇ ଆମ ସମୟର ଗୋଟେ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଆଉ ପ୍ରଭାବଶାଳୀ ବିକାଶ। ଆଉ ଏମିତି ଗୋଟେ ଜଟିଳ ବିଷୟ ଉପରେ ଯେତେବେଳେ ଅଲଗା ଅଲଗା ଦୃଷ୍ଟିକୋଣରୁ ଆଲୋଚନା ହୁଏ, ସେତେବେଳେ ହିଁ ତାକୁ ଭଲ ଭାବେ ବୁଝିହୁଏ। ଆମେ ଆଜି ଯୋଉ ଉତ୍ସ ସାମଗ୍ରୀକୁ ନେଇ କଥା ହେଲେ, ସେଥିରେ ନିଶ୍ଚିତ ଭାବେ ଆହୁରି ଅନେକ ଗଭୀର କଥା ଅଛି ଯାହାକୁ ଆହୁରି ଅନୁସନ୍ଧାନ କରାଯାଇପାରେ। ଠିକ୍, ଆଶା କରୁଛୁ ଆମର ଏହି ଆଲୋଚନା ଶ୍ରୋତାମାନଙ୍କୁ ଜେନେରେଟିଭ୍ ଏଆଇର ସମ୍ଭାବନା ଆଉ ଆହ୍ୱାନଗୁଡ଼ିକ ବିଷୟରେ ନିଜର ମତ ତିଆରି କରିବାରେ କିଛିଟା ସାହାଯ୍ୟ କରିଥିବା।